କେବଳ ଏଇ ସତ୍ସଙ୍ଗ ପ୍ରତି ମୋର ଗୋଟେ ଦୁର୍ବଳତା ରହିଛି, ଗୋଟେ ଭୟ ରହିଛି। ସେଇ ଭୟ ଦୃଷ୍ଟିରୁ ଆଜି ନିହାତି ତାଙ୍କୁ କାଲି କହିଲି ମୋର ଯେତେ ଯାହା କାମ ଥାଉ ମୁଁ ଆପଣଙ୍କ ସହିତ ସତ୍ସଙ୍ଗରେ ବସିବି। ସେ ଭୟର କାରଣ ହଉଛି ଏଇ ସତ୍ସଙ୍ଗକୁ ଡାକରା ହଉଛି ଠାକୁରଙ୍କ ଡାକରା। ଏଇଟା ଆମେ ଅନେକ ସମୟରେ ବୁଝିପାରୁନା, ଅଗ୍ରାଧିକାର ନ ଦେଇକି ବିଭିନ୍ନ ଜାଗାରେ ବିଭିନ୍ନ କାମରେ ବିଭିନ୍ନ ଦାୟିତ୍ୱରେ ନିୟୋଜିତ ରହିଯାଉ। ତା ଦ୍ୱାରା ଭୂତପୂର୍ବ ଆଚାର୍ଯ୍ୟ ଦେବ ଯୋଉ କଥା କହୁଥିଲେ, ତୁମେ ଡିଭାଇନ ଡିକ୍ଟେସନ ଟାକୁ ବୁଝିବାକୁ ଚେଷ୍ଟା କର, ଇଙ୍ଗିତଜ୍ଞ ହୁଅ, ତାଙ୍କର ଇଙ୍ଗିତ ଟାକୁ ଅନୁଭବ କରିବାକୁ ଚେଷ୍ଟା କର। ଜୀବନର ଗୋଟେ ଦୁର୍ଘଟଣା ଏଇଭଳି ଭାବରେ ମୁଁ ଅନୁଭବ କରିଛି। ସେ ହଉଛି 75 ମସିହାର କଥା। ଏଇ 75 ମସିହାରେ ଗୁରୁ ଭାଇ ସଂଖ୍ୟା ଯାଜପୁରରେ 10 ରୁ 15। ମୁଁ ସ୍କୁଲରୁ ଫେରୁଛି, ବାଟରେ 2 ଜଣ ଗୁରୁ ଭାଇ ମୋର ଦେଖା ହେଲେ, କହିଲେ ଭାଇ ଅମୁକ ଜାଗାରେ ଗୋଟେ ସତ୍ସଙ୍ଗ ଅଛି, ସେଠି ଗୁରୁ ଭାଇ କେହି ନାହାନ୍ତି, ଆପଣ ଟିକେ ଗଲେ ଭଲ ହବ। ମୋ ଘର ସେ ଜାଗାକୁ 17 କିଲୋମିଟର ଦୂର। ସେତେବେଳେ ଫୋନ ନାହିଁ, ମୋବାଇଲ ନାହିଁ, ମୋର ସାଇକେଲ, ଗାଡି ବି ନଥିଲା। ତେବେ ଯାହା ହଉ ମୁଁ କହିଲି ଦେଖ ମୋ ଘର ଲୋକ ବ୍ୟତିବ୍ୟସ୍ତ ହେବେ, ମୋ ଘର ନଦୀ ଆରପଟରେ, ଆଉ ମୁଁ କୌଣସି ମତେ ରହିପାରିବିନି। ସେତେବେଳେ ଆମେ ମାନେ ସୋ କଲ୍ଡ ଭଦ୍ରଲୋକ ଏବଂ ସୋ କଲ୍ଡ ଲାଇନ ଡିସିପ୍ଲିନ ଆମର ଅଛି। ମୁଁ ଜଣେ ଭଦ୍ରଲୋକକୁ ଜବାବ ଦେଇଥିଲି ଦେଖା କରିବା ପାଇଁ ସେଦିନ। ମୁଁ କହିଲି ସେ ଲୋକ ମତେ ଗୋଟେ ଖରାପ ଭାବିବ, ତେଣୁ ମୁଁ କୌଣସି ମତେ ରହିବିନି। ସିଏ ମତେ ଅତ୍ୟନ୍ତ ଅନୁନୟ ବିନୟ ହେଇକିରି ମାନେ ଅନୁରୋଧ କଲେ ରହିବା ପାଇଁ। ମୁଁ କିନ୍ତୁ ଏଇ ମାନେ ଜବାବ ଦେଇଥିଲି କଥା ରଖିବା ପାଇଁ। କର୍ଣ୍ଣ ଯେମିତି ସେଦିନ ଜବାବ ଦେଇଥିଲେ, ଭଗବାନ ପଚାରୁଛନ୍ତି ତୁ ଏ ଅନ୍ୟାୟ ଯୁଦ୍ଧର ପକ୍ଷ କାହିଁ ନଉଛୁ? କର୍ଣ୍ଣ କହୁଛନ୍ତି ମୁଁ ସତ୍ୟ କରିଛି। ଭଗବାନ କହୁଛନ୍ତି ସତ୍ୟମ ଲୋକହିତକର ପ୍ରୋକ୍ତା ନ ଯଥାର୍ଥ ଅଭିଭାଷଣ। ତୁ ଯୋଉ ସତ୍ୟ କରୁଛୁ ସେଇଟା ସତ୍ୟ ନୁହେଁ, ଯାହା ଜୀବନୀୟ ଯାହା ଲୋକହିତକର ସେଇଟା ହଉଛି ସତ୍ୟ। ଏଇ ଭାବଟା ତ ଆମ ଭିତରେ ସେତେବେଳେ ନଥିଲା। ମୁଁ କହିଲି ମୁଁ ଭଦ୍ରଲୋକ, ଜବାବ ଦେଇ ତାକୁ ଦେଖା କରିବି। ସେ କୌଣସି ମତେ ମୁଁ ଆଉ ମାନିଲିନି, ପଳେଇ ଗଲି। ଯୋଉ ଲୋକକୁ ଦେଖା କରିବାକୁ ଯିବାର ଥିଲା ସେ ଲୋକ ପାଖରେ ଯାଇକି ପହଞ୍ଚିଲା ପରେ ଏଭଳି ଗୋଟେ ଅପ୍ରୀତିକର ପରିସ୍ଥିତି ଘଟିଲା, ଯୋଉଥିରେ କି ଜୀବନ ସାରା ଭୁଲି ହବନି। ସେଇଦିନ ଠାରୁ ମୁଁ ଜାଣିଛି ଏ ସତ୍ସଙ୍ଗକୁ ଡାକରା ମାନେ ଠାକୁରଙ୍କର ଡାକରା। ଏଇ ଡିଭାଇନ କଲ୍ ଟାକୁ ଯଦି ମଣିଷ ବୁଝି ନ ପାରେ, ମିସ୍ କରେ, ହୁଏତ କିଛି ଗୋଟେ ଅଘଟଣ ଘଟିପାରେ। ଏଇ ଦୁର୍ବଳତା ମୋ ଭିତରେ ଅଛି। ତେବେ ସେଇଥିପାଇଁ ମୁଁ ଅନ୍ତତଃ ବହୁ ଅସୁବିଧା ଥିଲେ ମଧ୍ୟ ସତ୍ସଙ୍ଗରେ ଜଏନ କରିବା ପାଇଁ ଅଗ୍ରାଧିକାର ଦେଇଥାଏ। କିନ୍ତୁ ଠାକୁରଙ୍କର ବିଭିନ୍ନ କର୍ମ ଭିତର ଦେଇକିରି ମୁଁ ବ୍ୟସ୍ତ ରହିଥିବାରୁ ଅନେକ ସମୟରେ ଯାଇପାରେ ନା। ମତେ କ୍ଷମା କରିବେ, କେତେଥର ହୃଦୟ ହେଇକି କହିଛି ଯାଇପାରୁନାହିଁ ବୋଲି। ତେବେ ଆଜି ମଧ୍ୟ ଆଉ ଗୋଟେ ସତ୍ସଙ୍ଗ ଅଛି, ମୁଁ ଏଠୁ ସାରିଲେ ଯିବି। ତେବେ ଆଲୋଚନାର ବିଷୟବସ୍ତୁ ଯାହା ଆପଣ ମାନେ ସମସ୍ତେ ଜାଣିଛନ୍ତି। ଆପଣ ମାନଙ୍କ ଭଳି ବିଜ୍ଞ ଲୋକ ଆଗରେ ମୁଁ ବା କଣ କହିବି? ବିଶ୍ୱନାଥ ଭାଇ ବହୁ ଉପରକୁ ଟେକାଟେକି କରିକି ମତେ କହିଛନ୍ତି, ଆଉ ସେ ଭଳି ଜ୍ଞାନ କରିବା ମୋର କିଛି ନାହିଁ। ମୁଁ ସିଧାସଳଖ ଠାକୁରଙ୍କୁ ଧରିକି ସାଧାରଣ ଭାବରେ ଯାହା ପାରେ ରବୀନ୍ଦ୍ରନାଥ ଇଷ୍ଟଭୂତି କରେ। ଠାକୁରଙ୍କୁ ଧରିଛି ବୋଲି କହିବାକୁ ବି ମୋର ସାହସ ପାଉନି। ଆଗକୁ କହୁଥିଲେ ଆମେ ଠାକୁରଙ୍କୁ ଧରିଛୁ, ଆମେ ଠାକୁରଙ୍କୁ ମାନେ ଗୁରୁ ପଦରେ ବରଣ କରିଛୁ, ଆମେ ହଉଛୁ ଶିଷ୍ୟ, ଏ କଥା କହୁଥିଲୁ। ଏବେ ଶିଷ୍ୟ କଥା କହିବା ବେଳକୁ ଆମକୁ ଡର ମାଡୁଛି। କାହିଁକି ନା ଭିତରଟା ଦୁର୍ବଳ ହେଇଯାଇଛି। କାହିଁକିନା ଆମେ ଶିଷ୍ୟ କହିଲେ ଯାହା ବୁଝାଯାଏ ଗୁରୁ ଶାସିତ ଜୀବନ ଆଜିର ବିଷୟବସ୍ତୁ, ଶିଷ୍ୟ କହିଲେ ଯାହା ବୁଝାଯାଏ ସେଟା ଆମ ଭିତରେ ନାହିଁ। ଆମେ ତାଙ୍କ ଅନୁଶାସନ ଭିତରେ ଖାଲି ଦର କଷାକଷି କରୁଛୁ, ଅନୁଶାସନ ଭିତରେ ନାହୁଁ। ଛୋଟ ଉଦାହରଣ ଦେଲେ ଆପଣ ବୁଝିପାରିବେ। ସାଧାରଣ ଭାବରେ ସିଏ କହିଛନ୍ତି ଟିକେ ପ୍ରାର୍ଥନା କରିବୁ, ନାମ କରିବୁ ମନେ ମନେ, ସେବାର ମୁଖେ ଯାଜନ, ଆଉ କିଛି କର ନ କର କରିବୁ ଇଷ୍ଟ ପାଳନ। ଏତିକି ସର୍ବନିମ୍ନ କରିବାକୁ ସେ କହିଛନ୍ତି। ଆଉ ହୁଅ ନା ବେହୁସ, ଯେଉଠି ବି ଥାଅ କରିବୁ ସନ୍ଧ୍ୟା ପ୍ରାର୍ଥନା। ଗୋଟେ ସେଇ କଥା ଲେଖା ବି ଗୋଟେ ଆଜି ବାହାରିଥିଲା। ତେଣୁ ଯାହା ହଉ ସନ୍ଧ୍ୟା ପ୍ରାର୍ଥନା କରିବାଟା ଆମର ବିଧେୟ। ସେଇଟା ଯଦି ଠିକ ଠିକ ଭାବରେ ନ କରିପାରନ୍ତି ଆମେ ତାଙ୍କ ଅନୁଶାସନ ଭିତରେ ନାହୁଁ। ଆମ ମନ ଶାରୀରିକ ଭାବରେ ଆମେ ତାଙ୍କୁ ଅନେକ ବାଟରେ ବହନ କଲେ ମଧ୍ୟ ମାନସିକ ଜଗତରେ ସୂକ୍ଷ୍ମାତି ସୂକ୍ଷ୍ମ କୋଣରେ ଆମ ମାଷ୍ଟର କମ୍ପ୍ଲେକ୍ସ ନେଇକିରି ଆମେ ରହିଛୁ, ଯୋଉଥିରେ କି ଠାକୁରଙ୍କ କାମ ଯାହା ଦାୟିତ୍ୱ ପଡିଲେ କରିପାରୁନା। ବିଭିନ୍ନ ବାଟ ଦେଇକିରି ପାସ୍ କରିଯିବା ପାଇଁ ଚେଷ୍ଟା କରୁ। এইটা কিন্তু কথা নୁହେଁ। ଯେତେ କଷ୍ଟ ଆସୁ, ଯତେ ଆସୁ କି ଆପଦ ବିପଦ, যেমন ହଉ କି ପ୍ରାଣ, ଇଷ୍ଟବୃତ୍ତି ଆଣେ ଆଣେ ସବୁ। ଏଇ ନାମ କରିବୁ ମନେ ମନେ, ସେବାର ମୁଖେ ଯାଜନ।
ଏ ଗୁରୁ ଶାସିତ ଜୀବନ ନଥିଲେ ମଣିଷ କରିପାରିବ ନାହିଁ। ଆଉ ଗୁରୁ ତ ଆମେ ଗ୍ରହଣ କରୁଛନ୍ତି, ଆଉ ଅନେକ ଲୋକ ବି ଗୁରୁ ଗ୍ରହଣ କରୁଛନ୍ତି। ଗୁରୁ କିଏ? ସେ ଯାହାକୁ ତାକୁ ଗ୍ରହଣ କଲେ ସେ ଗୁରୁ ହୁଅନ୍ତି ନାହିଁ। ଠାକୁର କହୁଛନ୍ତି গুরু একজন, সেই অনামী পুরুষ বিরাটত্ব প্রেম যার ভিতরে জাগ্রত হয়েছে, আমি সাকার কিনা তাই সদ্গুরু আমার উপাস্য। পুণ্যপত্রে ସେ ଠାକୁର କହୁଛନ୍ତି। ତେଣୁ ଗୁରୁ ଭାଗବତକାର କହୁଛନ୍ତି ମୁଁ ହିଁ ବସଇ ଗୁରୁ ଦେହେ, ମୋ ବିନୁ ଗୁରୁ ଭିନ୍ନ ନୁହେଁ। ଭଗବାନ ନିଜେ କହୁଛନ୍ତି ମୁଁ ଗୁରୁ ରୂପରେ ଆସେ। ବଙ୍ଗଳା ଜଣେ କବି ଲେଖୁଛନ୍ତି ଜୀବନ ନିସ୍ତାର ଲାଗି ନନ୍ଦସୁତ ହରି, ଭୁବନେ ପ୍ରକାଶ ହୁଅନ୍ତି ଗୁରୁ ରୂପ ଧରି। ସେ ଗୁରୁ ରୂପରେ ଆଗେ ଆସନ୍ତି, ଲୋକ ତାଙ୍କ ସାନ୍ନିଧ୍ୟରେ ଆସିଲେ ତାଙ୍କ ଭିତରେ ଅନନ୍ତ ଅସୀମ ନିରାକାରର ସନ୍ଧାନ ପାଇଲେ ତାଙ୍କୁ ସେ ଗୁରୁ ରୂପରେ ଗ୍ରହଣ କରିଥାଏ। ସମସ୍ତେ ଆମେ ଗୁରୁ ଗ୍ରହଣ କରିଛନ୍ତି, କିନ୍ତୁ ପ୍ରକୃତ ଗୁରୁ ଯିଏ ତାଙ୍କୁ ଗ୍ରହଣ କମ ଲୋକ କରି, ବିଭିନ୍ନ ଲୋକ ଗୁରୁ ଗ୍ରହଣ କରିଛନ୍ତି କିନ୍ତୁ ତାଙ୍କ ବାଟରେ ସିଏ ଅଛନ୍ତି। ଗୁରୁଦେବ ଯାହା କହିଛନ୍ତି ତାହା କରନ୍ତି ନାହିଁ। ଆଉ ଗୁରୁ ମାନଙ୍କୁ ମାତ୍ର ଦି ଭାଗରେ ବିଭକ୍ତ କରାଯାଏ। ଜଣେ ହଉଛନ୍ତି ତତ୍ତ୍ୱ ପୁରୁଷ, ଆଉ ଯେତେ ରହିଲେ ସମସ୍ତେ ହଉଛନ୍ତି ତତ୍ତ୍ୱଜ୍ଞ ପୁରୁଷ। ଏଇ ତତ୍ତ୍ୱ ପୁରୁଷ ଗୋଟେ ନିର୍ଦ୍ଦିଷ୍ଟ ସମୟରେ ଜଣେ ଏକ ଏବଂ ଅଦ୍ୱିତୀୟ, ତାଙ୍କ ଭଳି ଦ୍ୱିତୀୟ ଆଉ କେହି ନଥାନ୍ତି। ଆଉ ଅନେକ ଗୁରୁ ଥାଇପାରନ୍ତି ଗୁରୁ ପଦବାଚ୍ୟ, ସେମାନଙ୍କୁ କୁହାଯାଏ ଗୁରୁ ସାକ୍ଷାତ ପରମ ବ୍ରହ୍ମ। ଆମ ଗୁରୁଙ୍କୁ କୁହାଯାଏ ଗୁରୁ ରେବ ପରମ ବ୍ରହ୍ମ। ଗୁରୁ ହିଁ ପରମ ବ୍ରହ୍ମ। ପରମ ବ୍ରହ୍ମ ଯିଏ, ସିଏ ନିଜେ ହିଁ ସେ ଗୁରୁ ରୂପରେ ଆସୁଛନ୍ତି। ଆଉ ତାଙ୍କ ଅନୁଶାସନ ଭିତରେ ନ ଆସିଲେ ମଣିଷର ବ୍ରହ୍ମ ଜ୍ଞାନ କଲେ ନାହିଁ। ଆପଣ ବହୁତ ଲୋକ ଗୁରୁ ଗ୍ରହଣ କରିଛନ୍ତି, କିଏ ଜଟା ରଖିକି ଧର୍ମ କରୁଛି, କିଏ ଲୁଗା ପିନ୍ଧିକି ଧର୍ମ କରୁଛି, କିଏ ନଙ୍ଗଳା ହେଇକି ଧର୍ମ କରୁଛି, ବିଭିନ୍ନ ବାଟ ଦେଇ କରୁଛନ୍ତି। କିନ୍ତୁ ବାସ୍ତବ ଜୀବନର ଯୋଉ ମର୍ମ, ଜୀବନର ଯୋଉ ତତ୍ତ୍ୱ, ଜୀବନର ଯୋଉ ସ୍ୱାଭାବିକତା, ସେଇଟା ସଦ୍ଗୁରୁଙ୍କ ପାଖରେ ଥାଏ। ତାଙ୍କ ପାଖରେ ଅସ୍ୱାଭାବିକ କଥା କିଛି ନଥାଏ। ମଣିଷ ସ୍ୱାଭାବିକ ହେଇଯାଏ, ଆଉ ସ୍ୱାଭାବିକ ହେଲେ ଯାଇକି ବ୍ରହ୍ମ ଜ୍ଞାନ କରେ। ଏ ବ୍ରହ୍ମ ଜ୍ଞାନ ବହି ପଢିକି ହୁଏ ନାହିଁ। ଯେତେ ପୁରାଣ ଶାସ୍ତ୍ର ପଢିଲେ ବ୍ରହ୍ମ ଜ୍ଞାନ ଫିଟିବ ନାହିଁ। ଗୁରୁଙ୍କର ସାନ୍ନିଧ୍ୟ, ତାଙ୍କର ମାନେ ଆଖିର ଇଙ୍ଗିତ, ତାଙ୍କର କର୍ମର ନିର୍ଦ୍ଦେଶ, ଏ ସମସ୍ତ କଥା କ୍ୟାରି ଆଉଟ୍ ନ କଲେ ଗୁରୁଙ୍କୁ ମାନିବା ହୁଏ ନାହିଁ। ଆମ ଭିତରେ ମାନିବାଟା କେତେ ପରିମାଣ ନେଇଛି ଆମେ ନିଜକୁ ନିଜେ ପରୀକ୍ଷା କରିନେବା ଦରକାର। କାହାକୁ ଦୋଷାରୋପ କରିବାର ଏଠି ଅଭିଳାଷ ନାହିଁ, ଅଭିପ୍ସା ନାହିଁ, ଆଉ ସାଧାରଣ ଭାବରେ ସାହସ ମଧ୍ୟ ନାହିଁ। କାହାକୁ ଦୋଷାରୋପ କରିବାକୁ ଠାକୁର କହିନାହାନ୍ତି। ସମସ୍ତଙ୍କୁ ଭଲ ଭାବରେ ଉପରକୁ ଉଠେଇବା ପାଇଁ ଠାକୁର କହିଦେବେ। ଆଉ ସେଇ ଗୁରୁଙ୍କର ଅନୁଶାସିତ ନହେଲେ, ଠାକୁର କହିଛନ୍ତି ମା ମାନେ ଅଷ୍ଟ ବୈଶିଷ୍ଟ୍ୟରେ ବିଭୂଷିତା ହେବେ ଏବଂ ଭାଇମାନେ ପଞ୍ଚମହା ଜୀବନରେ ଉତ୍କର୍ଷ ଲାଭ କରିବେ। ଏ ସମସ୍ତ କଥା ଆମର କେତେ ଦୂର ହେଇଛି। ଆମେ ତ ଅନେକ ଦିନ ଧରିକିରି ଠାକୁରଙ୍କ ଦୀକ୍ଷା ନେଲେଣି, ଯଜନ ନିଷ୍ଠଭକ୍ତି କରୁଛନ୍ତି, ନାମ କରୁଛନ୍ତି, ଜପ କରୁଛନ୍ତି, ଧ୍ୟାନ କରୁଛନ୍ତି, ସବୁ କଥା କରୁଛନ୍ତି। ହେଇଛି କେତେ ସେଟା ନିଜେ ବୁଝିବା ଦରକାର। ମାନେ ଅନ୍ୟକୁ ମାପିବା ଅପେକ୍ଷା ନିଜକୁ ମାପିବାଟା ହଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଅନ୍ତର୍ମୁଖୀ ଜୀବନଟା ସବୁଠାରୁ କଷ୍ଟ। ଆଉ ଠାକୁର ଆଚାର୍ଯ୍ୟ ଭୂତପୂର୍ବ ଆଚାର୍ଯ୍ୟ ଦେବ କହୁଥିଲେ ଇଷ୍ଟ ଲାଗି ଯତ ଦୁଃଖ ତାକୁ ହିଁ କହେ ସୁଖ, ଆଉ ଆତ୍ମସ୍ୱାର୍ଥୀ ଯତ ସୁଖ ତାକୁ ହିଁ କହେ ଦୁଃଖ। ଆତ୍ମସ୍ୱାର୍ଥୀ କର୍ମ ଯେତିକ ସେଇଟା ହଉଛି ଦୁଃଖ, ଆଉ ଇଷ୍ଟଙ୍କ ପାଇଁ ଯେତେ କର୍ମ, ଯେତେ କଷ୍ଟ, ସେଇଟା ହଉଛି ସୁଖ। ଆଉ ଇଷ୍ଟଙ୍କ ପାଇଁ, ଭଗବାନଙ୍କ ପାଇଁ, ନିଜର ପରମ ଆରାଧ୍ୟଙ୍କ ପାଇଁ ଜୀବନ ଦେଇଦେବାଟା ବଡ କଥା ନୁହେଁ। ତାଙ୍କ ପାଇଁ ଦୁଃଖ କଷ୍ଟ କରିକି ଷ୍ଟ୍ରଗଲ ଫର ଏକ୍ଜିଷ୍ଟାନ୍ସ, ବହୁ କଷାଘାତ ଭିତରେ ବଞ୍ଚି ରହିବାଟା, ତାଙ୍କ କାମ କରିବା ପାଇଁ ସେଇଟା ହଉଛି ସାଧନା। ତାଙ୍କ ପାଇଁ ମରିଯିବାଟା ବେଶୀ ସାଧନା ନୁହେଁ। ତାଙ୍କ ପାଇଁ ଜୀବନକୁ ବଞ୍ଚେଇକି ରଖିକି ତାଙ୍କ କର୍ମରେ ନିୟୋଜିତ କରିବା ହଉଛି ସାଧନା। ଏଇଟା ହଉଛି ଗୁରୁ ଶାସିତ ଜୀବନର ପ୍ରଥମ ଲକ୍ଷଣ। ରାମକୃଷ୍ଣ ପରମହଂସ ଦେବଙ୍କୁ ଜନୈକ ଭକ୍ତ ଯାଇକି ପଚାରିଲେ, କହିଲେ ପ୍ରଭୁ ଆଉ ସିଦ୍ଧିର ଲକ୍ଷଣ କଣ? ରାମକୃଷ୍ଣ ଠାକୁର ତ ଅତି ସ୍ୱାଭାବିକ ଲୋକ, ସହଜ ଭାବରେ ସେ ସମସ୍ତଙ୍କୁ ସବୁ କଥା କହୁଥିଲେ। ଆପଣ ତ ଜାଣିଛନ୍ତି, ନିରୁତ୍ତର ରହିକି ତାଙ୍କ ଶୟନ ପ୍ରକୋଷ୍ଠକୁ ପ୍ରବେଶ କଲେ। ସେ ଭଦ୍ରଲୋକ ଭାବିଲେ ଯେ ଠାକୁର ବୋଧେ ମୋ କଥାଟାକୁ ଅବାନ୍ତର ମନେ କଲେ, ଆଉ ସେଥିପାଇଁ କିଛି ଉତ୍ତର ଦେବା ପାଇଁ ସେ ଅନିଚ୍ଛା ପ୍ରକାଶ କଲେ। କିନ୍ତୁ ପୁରୁଷୋତ୍ତମ କାହାରିକୁ ନିରାଶ କରନ୍ତି। କ୍ଷଣ ଭିତରେ ସିଏ ତାଙ୍କ ଶୟନ ପ୍ରକୋଷ୍ଠରୁ ବାହାରିଲେ। ଦି ହାତରେ ଦି ଖଣ୍ଡ ଜିନିଷ ଧରିଛନ୍ତି, ଗୋଟେ ହାତରେ ଖଣ୍ଡେ ଭାତ ଧରିଛନ୍ତି, ଆଉ ଗୋଟେ ହାତରେ ଖଣ୍ଡେ ଚାଉଳ। ଚାଉଳଟା ଯୋଉ ହାତରେ ଧରିଛନ୍ତି କହିଲେ ଏଇ ଦେଖ, ଏଇଟା ହଉଛି ଖଣ୍ଡେ ଚାଉଳ, ଏଇଟା ଅସିଦ୍ଧ। ଅସିଦ୍ଧ ଅବସ୍ଥାରେ ତାର ଗୋଟେ ଧାର ଅଛି। এইটা হচ্ছে ভাত, এইটা হচ্ছে সিদ্ধ।
ସିଝିଗଲେ ତା ଧାରଟା ମରିଯାଏ। ଅସିଦ୍ଧ ଅବସ୍ଥାରେ ମଣିଷର ଅହଙ୍କାର ରୂପର ଗୋଟେ ଧାର ଥାଏ। ଚାଉଳ ମାନେ ସିଝିଗଲେ ସେ ଅହଙ୍କାରଟା ତାର କମିଯାଏ, ତାର ମରିଯାଏ। ଆଉ ପ୍ରଥମତଃ ଚାଉଳ ଯେତେବେଳେ ଚାଉଳ ଅବସ୍ଥାରେ ଅଛି, ସେତେବେଳେ କଠୋର ଏବଂ ଅନମନୀୟ ଅଛି, ଭାଙ୍ଗିଯିବ ବରଂ ଓଡେଇ ହବ ନାହିଁ। ଅହଙ୍କାରୀ ଲୋକ ଭାଙ୍ଗିଯିବେ ବରଂ ଓଡେଇ ହୁଅନ୍ତି ନାହିଁ, ସରେଣ୍ଡର କରନ୍ତି ନାହିଁ, ନମ୍ରତା ସ୍ୱୀକାର କରନ୍ତି ନାହିଁ। ଯେତେବେଳେ ସିଦ୍ଧ ହେଇଯାଆନ୍ତି, ସିଝି ଯାଆନ୍ତି, ସେତେବେଳେ ତାଙ୍କ ଭିତରେ ନମନୀୟତାଟା ପ୍ରକାଶ ପାଏ। ଭାତଟାକୁ ସବମିସିଭ କ୍ୟାରେକ୍ଟର ସେତେବେଳେ ତାଙ୍କ ଭିତରେ ଆସେ। ଅନେକ ଲୋକକୁ ସହି ବହି ନେବାର କ୍ଷମତା ତାଙ୍କ ଭିତରେ ଆସେ। ଗୁରୁ ଶାସିତ ନହେଲେ ଏ କଥା କିନ୍ତୁ ହେଇପାରିବ ନାହିଁ। ଭାତଟାକୁ ଯେକୌଣସି ଆକୃତି ଆପଣ ଚାହିଁବେ କରିପାରିବେ, କିନ୍ତୁ ଅସିଦ୍ଧ ଅବସ୍ଥାରେ ଚାଉଳଟାକୁ ସେ ଆକୃତି କରିପାରିବେ। ତୃତୀୟତଃ ଚାଉଳଟା ଯେତେବେଳେ ଚାଉଳ ଅବସ୍ଥାରେ ଥିଲା ତା ରଙ୍ଗ ଗୋଟେ ରକମ ଥିଲା। ଯେତେବେଳେ ସିଦ୍ଧ ହେଇଗଲା, ଗୁରୁଙ୍କ ଦ୍ଵାରା ଶାସିତ ହେଇଗଲା, ସେତେବେଳେ ତା ରଙ୍ଗ ମଧ୍ୟ ବଦଳିଲା। ଅବଶ୍ୟ ଆମେ ଗୁରୁଙ୍କ ଦ୍ଵାରା କେତେ ଶାସିତ ହେଇଛୁ କଣ ନ ହେଇଛୁ ସେ କଥା ଅତ୍ୟନ୍ତ ନଗଣ୍ୟ ହେଲେ ମଧ୍ୟ କିଛି ନା କିଛି ପରିବର୍ତ୍ତନ ହେଇଛି, ସେ କଥା ଅସ୍ୱୀକାର କରିହବ ନାହିଁ। ଆମର ଗୁରୁ ଭାଇ ମାନଙ୍କୁ ଅନେକ ଲୋକ ବିଶ୍ୱାସ କରନ୍ତି, ଭରସା କରନ୍ତି, ଶ୍ରଦ୍ଧା କରନ୍ତି, ଭଲ ପାଆନ୍ତି, ଯୋଉଟା କି ସାଧାରଣ ଭାବରେ ଲୋକ ଯେତେବେଳେ ବିଶ୍ୱାସ ନ ପାଏ, ମୋର ଗୁରୁ ଭାଇ ମାନେ ଅଜ୍ଞାତ ସ୍ଥାନକୁ ଯାଇପାରନ୍ତି, ଯୋଉଠିକି ଲୋକ ଚନ୍ଦ୍ର ସୂର୍ଯ୍ୟ ଯାଏ ନା। ଏଠି ମୋର ଗୁରୁ ଭାଇ ମାନେ ସେ ଜାଗାକୁ ଯାଇକି ଠାକୁରଙ୍କର ପ୍ରତିଷ୍ଠା କରନ୍ତି। ଲୋକର ବେଡରୁମ ପର୍ଯ୍ୟନ୍ତ ଯିବା ପାଇଁ ମଧ୍ୟ ଗୁରୁ ଭାଇ ମାନଙ୍କୁ ଅନୁମତି ମିଳିଥାଏ ଏବଂ ଶ୍ରଦ୍ଧା ସହିତ ଲୋକ ୱେଲକମ କରନ୍ତି। ଯେତେବେଳେ ଲୋକ ଦୁଆରେ ଠିଆ କରେଇ ଦିଅନ୍ତି ନାହିଁ, ଗୁରୁ ଭାଇ ମାନଙ୍କ ଉପରେ ଭରସା ଅଛି। ଏଇଟା ହଉଛି ଆମର ଗୁରୁ ଶାସିତ ଜୀବନର ପ୍ରଥମ ଲକ୍ଷଣ। ମତେ କେତେ ଲୋକ ଭଲ ପାଆନ୍ତି, କେତେ ଲୋକ ପସନ୍ଦ କରନ୍ତି, କେତେ ଲୋକ ବିଶ୍ୱାସ କରନ୍ତି, ମୁଁ ଯେତିକି ପରିମାଣରେ ଗୁରୁଙ୍କୁ ବିଶ୍ୱାସ କରେ, ମୁଁ ଯେତିକି ପରିମାଣରେ ଗୁରୁଙ୍କର କଥା କ୍ୟାରି ଆଉଟ୍ କରେ, ସେତିକି ପରିମାଣରେ ମତେ ସମସ୍ତେ ଭଲ ପାଇବାକୁ ବାଧ୍ୟ, ଆଉ ମତେ ସେତିକି ପରିମାଣରେ ଭଲ ପାଆନ୍ତି। ବିଶ୍ୱନାଥ ଭାଇ କହୁଥିଲେ, ମୁଁ ଗୋଟେ ସତ୍ସଙ୍ଗ ବିହାରର ସମ୍ପାଦକ ଅଛି। ଏଇ ସେକ୍ରେଟାରୀ ମୋ ଭଳିଆ ଆପଣ ମାନଙ୍କ ଭିତରୁ ଅନେକ ସେକ୍ରେଟାରୀ ପ୍ରେସିଡେଣ୍ଟ ଅଛନ୍ତି, କିନ୍ତୁ ସେକ୍ରେଟାରୀ କଣ ମୁଁ ଯାହା ବୁଝିଛି, ଯଦି ଆପଣଙ୍କର କାମ ଲାଗେ ସେଟା ମୁଁ ତ କୃତାର୍ଥ ହେବି, ଆଉ ଆପଣ ମାନେ ମଧ୍ୟ ଠାକୁରଙ୍କର ଅହେତୁକ ଦୟା କରୁଣାର ଅଧିକାରୀ ହେବେ। ମୁଁ ସେକ୍ରେଟାରୀ ଅର୍ଥ ବୁଝିଛି, ଫାଷ୍ଟ 1 ନମ୍ବର ସିକ୍ୟୁରିଟି ହଉଛି ସେକ୍ରେଟାରୀ, ଯିଏକି ଗୁରୁଙ୍କୁ ରକ୍ଷା କରିବା, ଠାକୁରଙ୍କ ଧନ ସମ୍ପତ୍ତି ରକ୍ଷା କରିବା, ଠାକୁରଙ୍କର ଭୋଗରାଗ ଭଲ ମନ୍ଦ କଣ ହେଲା ନହେଲା ଟାଇମ ରକ୍ଷା କରିବା। এই ରକ୍ଷା କରିବା ଦାୟିତ୍ୱଟା ହଉଛି ପ୍ରକୃତ ଶାସିତ ଲୋକର କାମ। ଯେ ପ୍ରଥମ କଥା ତାର ନେଇକି ସେ ଚଳିବ, ଆଉ ଗୁରୁ ଶାସିତ ନହେଲେ ମଣିଷର ବ୍ରହ୍ମ ଜ୍ଞାନ ଫୁଟେ ନା ଫିଟେ ନାହିଁ। କମନ ସେନ୍ସ, ପ୍ରେଜେନ୍ସ ଅଫ ମାଇଣ୍ଡ, ଏ ଜିନିଷ ହୁଏ ନାହିଁ। ଗୋଟେ ପିଲାକୁ ହାତ ପଠେଇଲି ପରିବା ଆଣିବା ପାଇଁ, ସେ ଗଲା ପ୍ରଥମେ ଲାଲ ଲାଲ ଟମାଟୋ ଦେଖିକି ବେଗରେ ପୁରେଇଲା, ତାପରେ ମାଟି ଆଳୁ କିଣିକି ପୁରେଇଲା, ତାପରେ ବନ୍ଧାକୋବି ପୁରେଇଲା, ତାପରେ ଆଉ ସବୁ ପରିବା ରଖିକି ନେଇ ଆସିଲା। ଘରେ ଆସି ପହଞ୍ଚିଲା ବେଳକୁ ଟମାଟୋ ତାର ଚଟଣି ହେଇଯାଇଛି। କହିବାର ଉଦ୍ଦେଶ୍ୟ ହଉଛି ଏଇ ଯୋଉ ସୂକ୍ଷ୍ମ ଅନୁଭୂତି ତାର ହେଲା ନାହିଁ, ଏ ଯୋଉ ସୂକ୍ଷ୍ମ ଦର୍ଶନ ତାର ହେଇନାହିଁ। ତାର କାରଣ ହଉଛି ମାନସିକ ସୂକ୍ଷ୍ମାତି ସୂକ୍ଷ୍ମ ସ୍ତରରେ କିଛି ବଦ୍ଧତା ରହିଛି, କିଛି ନିଷ୍କ୍ରିୟତା ରହିଛି, କିଛି ଡରମେଟ ହେଇଯାଇଛି ତାର ସେଲ ସିଷ୍ଟମ, ଯୋଉଥିପାଇଁ ଏ ସୂକ୍ଷ୍ମ ଜିନିଷ ହେଲା ନାହିଁ। ଏଇ କୋଉ ମାନଙ୍କର ହୁଏ ନା, ଯୋଉମାନେ ପିତାମାତାଙ୍କୁ ଭକ୍ତି କରନ୍ତି, ଗୁରୁ ଭକ୍ତି କରନ୍ତି, ଯଥା ସମୟରେ ପ୍ରାର୍ଥନା କରନ୍ତି, ନିୟମିତ ଇଷ୍ଟବୃତ୍ତି କରନ୍ତି, ଏଇ କନସିୟସନେସ ଟା ତାଙ୍କ ଭିତରେ ଜାଗ୍ରତ, ଏଇଟାକୁ ବ୍ରହ୍ମ ଜ୍ଞାନ ବୋଲି କୁହାଯାଏ। ଏଇ ବ୍ରହ୍ମ ଜ୍ଞାନ ପ୍ରାପ୍ତ ନହେଲେ ଗୁରୁ ଶାସିତ ହେଲା ବୋଲିକି ଆମେ ଜାଣିପାରିବା ନାହିଁ। ଯେତେବେଳେ ଯାଜପୁର ମନ୍ଦିର ଉଦ୍ବୋଧିତ ହେଇଥିଲା, ସେତେବେଳେ ପୂର୍ବ ଆଚାର୍ଯ୍ୟ ଦେବଙ୍କ କର କମଳରେ ଉଦ୍ବୋଧିତ ହେଇଥିଲା। ତାଙ୍କର ବିଦାୟ କାଳୀନ ସମୟରେ ନିଜେ ମା ଥିଲେ, ବଡ ବୋଉଜି ଥିଲେ, ଆଚାର୍ଯ୍ୟ ନିଜେ ଉପସ୍ଥିତ ଥିଲେ, ଆମେ ସବୁ ଥିଲୁ। କହିଲେ ଛଳ ଛଳ ଆଖିରେ କହିଲେ, ଦେଖ ଠାକୁରଙ୍କୁ ଆପଣ ମାନଙ୍କ ହାତରେ ଦେଇଗଲୁ, ସେ ଯେଭଳି ଅରକ୍ଷିତ ନ ହୁଅନ୍ତି, ତାଙ୍କ ରକ୍ଷଣାବେକ୍ଷଣ ସମସ୍ତ ଦାୟିତ୍ୱ ଆମ ମାନଙ୍କର। ଶାସିତ ହବାର ମୂଳ କାରଣ ହଉଛି ତାଙ୍କୁ ରକ୍ଷା କରି ଚାଲିବା। ଆଉ ତାଙ୍କ କଥା ମାନେ ନା, କିନ୍ତୁ ତାଙ୍କୁ ବହୁତ ଭଲ ପାଏ, ଏଇ କଥାଟା କସ୍ମିନ କାଳ ଠିକ ନୁହେଁ, କୌଣସି ମତେ ନିଜ ଜୀବନରେ ଆପ୍ତ ହେଇଯିବ ନାହିଁ। ଆଉ ତାଙ୍କ କଥା ଯୋଉମାନେ ମାନନ୍ତି, ସେମାନେ ଦାରିଦ୍ର୍ୟର ପଶାଘାତ ଭିତରେ ଥିଲେ ମଧ୍ୟ ଆନନ୍ଦରେ ଥାନ୍ତି, ନିର୍ଭୟରେ ଥାନ୍ତି, ଭଲରେ ଥାନ୍ତି। ଆଉ ତାଙ୍କ କଥା ବ୍ୟତିକ୍ରମ କରିକି ଯୋଉମାନେ ଚାଲନ୍ତି, ସେମାନେ ଅଚଳାଚଳ ସମ୍ପତ୍ତିର ଅଧିକାରୀ ହେଇପାରନ୍ତି, ବହୁ ପ୍ରାଚୁର୍ଯ୍ୟ ତାଙ୍କର ଥାଇପାରେ, ବହୁ ପ୍ରତିପତ୍ତି ବହୁ ଲୋକଙ୍କ ଦ୍ୱାରା ପ୍ରଶଂସିତ ହେଇପାରନ୍ତି, କିନ୍ତୁ ଜୀବନର ଅସଲ
ଜାଗାରେ ସିଏ ଆନନ୍ଦ କେବେ କସ୍ମିନ କାଳେ ପାଇପାରିବେ ନାହିଁ। ଜୀବନରେ ଆନନ୍ଦ ପାଇବାକୁ ହେଲେ ଗୁରୁଙ୍କର ଶାସନକୁ କଣ୍ଟାଏ କଣ୍ଟାଏ ମାନିବାକୁ ଚଳିବ। ସେଥିପାଇଁ ସେ ଆଚାର୍ଯ୍ୟ ପରମ୍ପରା ରକ୍ଷା କରିଗଲେ। ଯୋଉ ପରମ୍ପରା ଭିତରେ ଆମମାନେ ଆଉ ଖସି ଯିବାର ବାଟ ନାହିଁ। ଆଚାର୍ଯ୍ୟ ଦେବ ଠିକ ଭାବରେ ଆମମାନଙ୍କୁ ଧରି ରଖିବା ପାଇଁ ବିଭିନ୍ନ କଥା କହିଛନ୍ତି। ଏକାନୁରକ୍ତି ତୀବ୍ରତା ଓ କ୍ରମାଗତିରେ ହିଁ ଜୀବନର ସୌନ୍ଦର୍ଯ୍ୟ ସାର୍ଥକତା। ଆମ ମାନଙ୍କର ଏକାନୁରକ୍ତି ରହିଛି କିନ୍ତୁ ତୀବ୍ରତା ନାହିଁ, ଟେନାସିଟି ନାହିଁ। ମାନେ ଯୋଉ କାମକୁ ଯେତିକି ସମୟରେ ସାରିବାକୁ ପଡିବ ସେ କାମକୁ ସେତିକି ସମୟରେ ନ ସାରିଲେ ସେ କାମ ଜୀବନ ସାରା ହୁଏତ ହେଇ ନପାରେ। ଆଉ କ୍ରମାଗତିଟାକୁ ଆଚାର୍ଯ୍ୟ ଦେବ ହିଁ ପରିଚାଳନା କରିଥାନ୍ତି। ଆଜି ଏଠି ମନ୍ଦିର, କାଲି ସେଠି ଜାଗା କିଣା, ସେଠି ଉତ୍ସବ, ସେଠି ଅମକ, ସେଠି ଧମକ, ଆମକୁ ସେ ହାତ ଛଡା କରିବାକୁ ଚାହାନ୍ତି ନାହିଁ। ଏଇଟା ହଉଛି ତାଙ୍କ ଶାସନ। ଏଇ ଶାସନ ଭିତରେ ମୁଣ୍ଡ ଦବାକୁ ପଡିବ, ନିଜକୁ ନିୟୋଜିତ କରିବାକୁ ପଡିବ। ମଣିଷର ଗୋଟେ ସ୍ୱାଧୀନ ଇଚ୍ଛା ଅଛି। ଭଗବାନ ମଣିଷକୁ ତାଙ୍କ ଭଳି ପ୍ରତିକୃତି କରି ତିଆରି କରିଛନ୍ତି। ମଣିଷକୁ ଗୋଟେ ସ୍ୱାଧୀନ ଇଚ୍ଛା ଦେଇଛନ୍ତି। ସେଇଥିପାଇଁ ମଣିଷର ଗୁରୁ ଗ୍ରହଣ ଏକାନ୍ତ ବାଞ୍ଛନୀୟ। ଗୁରୁ ଗ୍ରହଣ ନହେଲେ ମଣିଷ ଚଳିପାରିବ ନାହିଁ। ଗୋରୁ ଗାଈ ପଶୁ ପକ୍ଷୀ ବାଘ ଭାଲୁ ଗୁରୁ ଗ୍ରହଣ କରନ୍ତି ନାହିଁ, ଆମ ଭଳି କରନ୍ତି ନାହିଁ। କିନ୍ତୁ ସେମାନଙ୍କର ଜୀବନ ଯାତ୍ରା ଠିକ ଶୃଙ୍ଖଳିତ ହେଇକି ଚାଲିଛି। ମଣିଷକୁ କାହିଁକି ଗୁରୁ ଗ୍ରହଣ କରିବାକୁ ପଡିବ? ନା ଗୁରୁ ଗ୍ରହଣ କରିବାକୁ ଏଇଥିପାଇଁ ପଡିବ, ମଣିଷର ଗୋଟେ ସ୍ୱାଧୀନ ଇଚ୍ଛା ଅଛି। ସେ ଇଚ୍ଛା କଲେ ମାନି ପାରିବ, ଇଚ୍ଛା ନ କଲେ ନ ମାନି ପାରିବ। ସେଥିପାଇଁ ଗୁରୁ ବୋଲି ଜଣକୁ ଆଦର୍ଶକୁ ଜାବୁଡି ଧରିବାକୁ ପଡିବ। ଯାହାକୁ ଭଲ ପାଇ, ଯାହାଙ୍କ ପ୍ରତି କର୍ମ କରି ମଣିଷ ଯାହା ପାଇଁ କରେ ତାକୁ ଭଲ ପାଏ। ଆଉ ଯାହାକୁ ଭଲ ପାଏ ତା ଚରିତ୍ରଟା ତା ଭିତରେ ପରିସ୍ଫୁଟ ହୁଏ। ଶ୍ରୀ ଶ୍ରୀ ଠାକୁରଙ୍କୁ ତାଙ୍କର ସାନ ଭାଇ ପଚାରୁଛନ୍ତି ଖେପୁଦା, କହିଲେ ଦାଦା ଆପଣଙ୍କୁ ଲୋକ ଭଗବାନ କହୁଛନ୍ତି, ଈଶ୍ୱର କହୁଛନ୍ତି, ଆଉ ଏଇଟା କଣ ଖରାପ ଲାଗୁନି ଆପଣଙ୍କୁ? କହିଲେ ମତେ କାହିଁ ଖରାପ ଲାଗିବ? ସେ ଯଦି କହିକି କିଛି ଗୋଟେ ଆନନ୍ଦ ପାଉଛନ୍ତି, ତୃପ୍ତି ପାଉଛନ୍ତି, କହିଲେ ଆପଣଙ୍କ ନାଁରେ ସବୁ ଭଜନ ଲେଖା ହେଲାଣି। ଖାଲି ତୋଷାମଦିଆ କଥା, ଆପଣ ଦୟାଳୁ, ଆପଣ ଅମକ, ଆପଣ ଧମକ, ଆଉ ଆପଣ ଭାରି ମାନେ ସମସ୍ତଙ୍କର ପ୍ରାଣ, ଏସବୁ କଥା ଆପଣଙ୍କୁ କଣ ଭଲ ଲାଗୁଛି? କହିଲେ କାଠ ପାଷାଣକୁ ପୂଜା କରିକି ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, କାଷ୍ଠ ପାଷାଣକୁ ପୂଜା କରି ମଣିଷ ଯଦି ଉପକୃତ ହଉଛି, ତ ଦାଦାର କଣ ଏତିକି ବଳ ନାହିଁ ତାକୁ ଲୋକ ମାନିକିରି କିଛି ପାଇବେ? କହିଲେ ମାନିବା ଦ୍ୱାରା ଆପଣଙ୍କର ଲାଭ କଣ ହଉଛି? କହିଲେ ନା ମୋର କିଛି ଲାଭ ନାହିଁ। ଆପଣଙ୍କ ତ ଲାଭ ନାହିଁ, ଆପଣ ମନା କରୁନାହାନ୍ତି। କହିଲେ ମତେ ଟିକେ ଗୁରୁ କହୁଛି, ମୁଁ ମନା କରିବାର ମୋର ଉପାୟ ନାହିଁ। କେହି ଯଦି ଶଳା ସାଲା କହିବି ତାକୁ ବି ମନା କରିବାର ମୋର ଉପାୟ ନାହିଁ। ତାଙ୍କୁ ଭଲ ଲାଗୁଛି ସେ କହୁଛନ୍ତି। ତାପରେ ଠାକୁର କହୁଛନ୍ତି, ଦେଖ ମଣିଷ ଯାହାର କେବଳ ଭଗବାନଙ୍କୁ ହିଁ ପ୍ରଶଂସା କରାଯାଏ, ଭଗବାନଙ୍କୁ ତୋଷାମଦ କରାଯାଏ ଏବଂ ଭଗବାନଙ୍କର ଗୁଣଗାନ କରାଯାଏ, ତାଙ୍କର ସ୍ତୁତି ଗାନ କରାଯାଏ। ଆଉ କାହାରି ସ୍ତୁତି ଗାନ କରାଯାଏ ନାହିଁ। କାରଣ ମଣିଷ ଯାହାର ସ୍ତୁତି ଗାନ କରେ, ଯାହାକୁ ଭଲ ପାଏ, ଯାହା କଥା ଲୋକକୁ କହେ, ତାର ଚରିତ୍ରଟା ତା ଭିତରେ ଆସିକି ବସା ବାନ୍ଧେ। ମଣିଷ ଈଶ୍ୱର ଭଗବାନ ଛଡା ଆଉ କାହାରି ସ୍ତୁତି ଗାନ କରିବା ତା ପକ୍ଷରେ ଠିକ ନୁହେଁ। ଆଉ ତାଙ୍କର ମୁଖ ନିଃସୃତ ସାମାନ୍ୟ ସାମାନ୍ୟ କଥା ମଣିଷକୁ ବ୍ରହ୍ମଜ୍ଞାନ ଫିଟେଇ ଦେଇଥାଏ। ଉଦାହରଣ ସ୍ୱରୂପ ଗୋଟେ ଛୋଟ କଥା କହିଲେ ଆପଣ ମାନେ ବୁଝିପାରିବେ ବୋଲି ଭାବୁଛି। ମୋର ତ ଏତେ ଜ୍ଞାନ ଗରିମା ନାହିଁ ଆପଣଙ୍କୁ ସହଜ ଭାବରେ ବୁଝେଇଲା ଭଳିଆ। ତେବେ ଯାହା ହଉ, ଠାକୁରଙ୍କର ସେଇ କଥାଟା ବାରମ୍ବାର ମୁଁ କହିଥାଏ ଯେ ନାମ କରିବୁ ମନେ ମନେ। ଆମେ ସବୁ ଜାଣିଛନ୍ତି ଏକବାର ହରି ନାମେ ଯତ ପାପ କରେ, ଜୀବରେ ସାଧ୍ୟ ନାହିଁ ଅତ ପାପ କରେ। ଏକବାର ମାନେ ଥରେ ନୁହେଁ। ଏକବାର ଯେମିତି ଲୋକଟା ଏକବାରେ ମୂର୍ଖ, ଲୋକ ଏକବାରେ ଖର୍ଚ୍ଚି, ଲୋକଟା ଏକବାରେ ଭଦ୍ର, ସେଇଭଳି ଏକବାର ମାନେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନବରତ 24 ଘଣ୍ଟା ଆମ ଶରୀର ଭିତରେ ନାମର ପ୍ରକ୍ରିୟା ଚାଲୁ ରହିଛି। ଏଇଟାକୁ ଅନୁଧ୍ୟାନ କରିବା, ଜାଣିବା, ଏଇଟା ହଉଛି ଏକବାର ହରିନାମ। ମାନେ 24 ଘଣ୍ଟା ଚାଲିଥିବ ଏବଂ ସେଇଟାକୁ ଅନୁଭବ କରିବା ହଉଛି ଗୁରୁ ଶାସିତ ଜୀବନର ଗୋଟେ ଲକ୍ଷ୍ୟ, ଯୋଉଥିରେ କି ମଣିଷ ନର୍ମାଲ ହେଇଯାଏ, ସ୍ୱାଭାବିକ ହେଇଯାଏ। ସ୍ୱାଭାବିକ ନହେଲେ ଅସ୍ୱାଭାବିକ ଲୋକର ଅସ୍ୱାଭାବିକ ମତଲବ। ଆମେ ବେଳେ ବେଳେ ଅସ୍ୱାଭାବିକ ଢଙ୍ଗ ଢାଙ୍ଗ ଭିତରେ ଫସି ଯାଆନ୍ତି। ଜଣେ ତାନ୍ତ୍ରିକ ଗୁରୁ ଥିଲେ, ତନ୍ତ୍ର ସାଧକ ଗୁରୁ, ତାଙ୍କର ବହୁତ ଶିଷ୍ୟ ଥିଲେ। କିଛି ଦିନ ପରେ ତାଙ୍କର ଆଶ୍ରମଟି କୌଣସି କାରଣରୁ ବାତ୍ୟା ଫାତ୍ୟା ହେଇକି ନଷ୍ଟଭ୍ରଷ୍ଟ ହେଇଗଲା। ଗୁରୁ ସେଠୁ କହିଲେ, କହିଲେ ଏଠୁ ଖଣ୍ଡ ଖଣ୍ଡ ପଥର ଧର, ପଳେଇବା, ସ୍ଥାନ ପରିତ୍ୟାଗ କରିକି ଚାଲିଯିବା, ଅଲଗା ଜାଗାରେ ଯାଇକି ଆଶ୍ରମ କରିବା। ସ୍ୱାଭାବିକ ଶିଷ୍ୟ ଯୋଉମାନେ ସ୍ୱାଭାବିକ ଭାବରେ ଖଣ୍ଡ ଖଣ୍ଡ ପଥର ଧଇଲେ ଏବଂ ଯିଏ ଟିକେ ଚାଲାକିଆ ସିଆଣିଆ, କଥାଟା ହଉଛି ସିଆଣିଆର ବିପର୍ଯ୍ୟୟ କେମିତି ଘଟେ। ସେ ସିଆଣିଆ ଯିଏ ଅସ୍ୱାଭାବିକ ଲୋକର ଅସ୍ୱାଭାବିକ ଢଙ୍ଗ, ସିଏ ଭାବିଲା କଲା ଗୁରୁ ତ କହିଛନ୍ତି ପଥର ଖଣ୍ଡ ଖଣ୍ଡ ହବା ପାଇଁ, କେତେ ବଡ ପଥର, ତାର ଓଜନ କେତେ, ତା ସାଇଜ କେତେ ତ କହିନାହାନ୍ତି।
ସି ମୁଁ କାହିଁ ଏତେ ବଡ ପଥର ମୁଣ୍ଡେଇବି, ଗୋଟେ ଛୋଟିଆ ପଥର ଗୋଡି ଗୋଟେ ପକେଟରେ ପକେଇଲା ଚାଲିଲା। ବାଟରେ ଗଲା ପରେ କିଛି ସମୟ ପରେ ଭୋକ ହେଲା, ସେଠୁ ଗୁରୁଦେବ କହିଲେ ଯିଏ ଯୋଉ ପଥର ଆଣିଛ ତାକୁ ଏଠି ରଖ, ସେ ତ ତନ୍ତ୍ର ସାଧକ, କହିଲେ ମୁଁ ମନ୍ତ୍ର କରିଦେବି ଏ ପଥର ଗୁଡାକ ସବୁ ଖାଦ୍ୟ ହେଇଯିବ, ତୁମେ ସବୁ ଖାଦ୍ୟ ଖାଇକି ଭୋକ ନିବାରଣ କରିବ। ସେଠୁ ସମସ୍ତଙ୍କ ପଥର ରଖା ହେଲା, ଗୁରୁଦେବ ପୂଜା କରିଦେଲେ, ମନ୍ତ୍ର କରିଦେଲେ, ସମସ୍ତଙ୍କର ଥାଳିଏ ଥାଳିଏ ଖାଦ୍ୟ ହେଇଗଲା ଭଲ ଭାବରେ। ଫଳମୂଳ ଭଲ ମନ୍ଦ ଯାବତୀୟ, ୟାର ଗୋଟେ ମାତ୍ର ବରକୋଳି ହେଲା। କହିଲେ ଗୋଟେ ବରକୋଳି ଖାଇକି କେମିତି ଜୀବନ ଧାରଣ କରିବ, କହିଲେ ଆମେ ଠକିତ ବୋଲି ଆଉ ଠକିବିନି। ତଥାପି ଅସ୍ୱାଭାବିକ ମନୋଭାବ ତାର ଯାଉନାହିଁ, କହିଲେ ଏଇଥର ଆଉ ଠକିବିନି। ଗୁରୁଦେବ କହିଲେ ଗଲେ ଠିକ ଅଛି, ଏଥର ଗୋଟେ କାମ କର, ଆଉ ଖଣ୍ଡେ ଖଣ୍ଡେ ପଥର ଧର, ଅନ୍ୟତ୍ର ପଳେଇବା। ସେଠୁ ଦେଖିଲା ଭାବିଲା ଛୋଟ ପଥର ଧରିଲି ତ ଠକିଲି, ଏଥର ଗୋଟେ ବିରାଟ ପଥର ଧରିବି ଯୋଉଟାକି ଆଉ ଠକିବାର ନଥିବ। ସେଠୁ ଗୋଟେ ବଡ ପଥର ମୁଣ୍ଡିଲା, ଚାଲିଗଲା ପରେ ଗୋଟେ ବିସ୍ତୀର୍ଣ୍ଣ ଫାଙ୍କା ଜାଗା ପଡିଲା। ଗୁରୁଦେବ କହିଲେ ଯାହା ପଥରକୁ ଯିଏ ଯେତେ ବାଟ ପକେଇ ପାରିବ ସେତିକି ବର୍ଗର ଗୋଟେ ଗୋଟେ ରୁମ କରିକି ମଠ କରିକି ରହିବ, ସମସ୍ତେ 20 ଫୁଟ 30 ଫୁଟ ପକେଇଦେଲେ। ୟା ପଥରଟା ମାତ୍ର 4 ଫୁଟ ଦୂରରେ ପଡିଲା। 4 ଫୁଟ ଜାଗାରେ ନା ବସି ପାରିବ ନା ଶୋଇପାରିବ ନା କଣ କରିପାରିବ, ଠକିଲି ତ ଏଥର, ଏଥର ବି ଠକିଲା। ତାପରେ ଗୁରୁଦେବ କହିଲେ କିଛି କାଠ ବାଉଁଶ ଯୋଗାଡ କର ତ ଆଶ୍ରମ କରିବା, ଚାଲ ଏଠୁ 2 ଖଣ୍ଡ ପଥର ଧର। ଇଏ ବୋକା କହିଲା ବଡ ଧରିଲି ତ ଠକିଲି, ଛୋଟ ଧରିଲି ବି ଠକିଲି। ଏଥର ଗୋଟେ ବଡ ଧଇଲା, ଗୋଟେ ଛୋଟ ଧଇଲା। ତାପରେ କିଛି ବାଟ ଗଲା ପରେ ଗୋଟେ ଅରମା ଜାଗା ପଡିଲା, କାଚ କଣ୍ଟା ଇତ୍ୟାଦି ଇତ୍ୟାଦି କଥା। ଗୁରୁଦେବ କହିଲେ ସମସ୍ତଙ୍କ ପଥରକୁ ରଖ, ମୁଁ ଏଠି ମନ୍ତ୍ର କରିଦେବି, ତୁମର ସବୁ ହଳେ ହଳେ ଚପଲ ହେଇଯିବ, ପିନ୍ଧିକି ଯିବ, ଖାଲି ପାଦରେ ଏ ଜାଗାରେ ଯାଇହବନି। ସମସ୍ତଙ୍କର ସ୍ୱାଭାବିକ ଭାବରେ ହଳେ ହଳେ ଚପଲ ହେଇଗଲା। ଇଆରେ ପଟେ ହେଲା ଡଙ୍ଗା ଭଳିଆ, ପଟେ ହେଲା ଛୋଟ, ନା ଆକୁ ବ୍ୟବହାର କରିପାରୁଛି ନା ତାକୁ ବ୍ୟବହାର କରିପାରୁଛି। କହିବାର ଉଦ୍ଦେଶ୍ୟ ହଉଛି ଚତୁର ଲୋକର, ଚାଲାକ ଲୋକର ମାନସିକ ପ୍ରକ୍ରିୟା ଟା ଠିକ ନ ରହିଲେ ସେ ଗୁରୁଙ୍କ ଆଦେଶ ଠିକ ଭାବରେ କ୍ୟାରି ଆଉଟ କରିପାରେ ନାହିଁ। ସେଥିପାଇଁ ଗୁରୁଙ୍କ ପ୍ରତି ଠାକୁର ସବୁବେଳେ କହିଛନ୍ତି ବି କନସେଣ୍ଟ୍ରିକ, ସୁକେନ୍ଦ୍ରିକ ହୁଅ। এই ସୁକେନ୍ଦ୍ରିକ ଭାବରେ କନସେଣ୍ଟ୍ରିସିଟି ଭିତର ଦେଇକିରି, ସୁକେନ୍ଦ୍ରିକତା ଭିତର ଦେଇକି ମଣିଷ 5ଟା ଜିନିଷ ଆଚିଭମେଣ୍ଟ କରିଥାଏ, ଯୋଉଟା ଗୁରୁ ଶାସିତ ନହେଲେ କରିପାରିବ ନାହିଁ। ପ୍ରଥମ ଆଚିଭମେଣ୍ଟ ହଉଛି ଆଲର୍ଟନେସ୍। এই ଆଲର୍ଟନେସ୍ ଅଭାବରୁ ମଣିଷ ଜୀବନରେ ବହୁ ପ୍ରକାର ଅଘଟଣର ଶିକାର ହେଇଥାଏ। ସମୟ ତ ସରିଯାଉଛି, ତେବେ ସଂକ୍ଷିପ୍ତରେ କହୁଛି। ମା ତାସ ଖେଳୁଛି, ଛୁଆ ତାର ଗଡିଆରେ ପଡିକି ମରିଗଲାଣି। ଆମର ଜଣେ ଗୁରୁ ଭାଇ ବାଦାମ ବାଡି ତା ସ୍ତ୍ରୀକି ଛାଡି ଦେଇକି ବସରେ ଉଠିକି ପଳେଇ ଆସିଲେ। ଏଇଥିରୁ ବୁଝୁଥିବା ଆଲର୍ଟନେସ୍ ଟା ଆବଶ୍ୟକତା କେତେ। ଲୋକର ସାଇକେଲ ଚାବି ହଜୁଛି, ସ୍କୁଟର ଚାବି ହଜୁଛି, ବିଭିନ୍ନ ପ୍ରକାର ହଜୁଛି। ଏଇଟା ସୂକ୍ଷ୍ମାତି ସୂକ୍ଷ୍ମ ସ୍ତରରେ କିଛି ବ୍ୟତିକ୍ରମ ଅଛି, ଯୋଉଟା କି ଆମେ ଆଲର୍ଟ ହେଇପାରୁନି। ଆଲର୍ଟନେସ୍ ପରେ ଆସେ ଏଜିଲିଟି, ତୀବ୍ରତା। କହୁଥିଲି ଟିକେ ଆଗରୁ, ଯୋଉ କାର୍ଯ୍ୟକୁ ଯେତିକି ସମୟ ଆଚାର୍ଯ୍ୟ କହିଛନ୍ତି ବର୍ଷ ଭିତରେ ଏଇ କାମଟା କରିଦିଅ, ସେଇ କାମଟା କରିଦବା ଭିତରେ ଯଦି ଆମେ ନ କରିପାରନ୍ତି, ହାତ ଛଡା ହେଇଗଲେ ହୁଏତ ଆଉ ସମୟ ଆମକୁ ନ ମିଳିପାରେ ସେ କାମ କରିବା ପାଇଁ, ସେ କାମ ନ ହେଇପାରେ। ଏମିତି ବହୁତ କଥା ନଜିର ରହିଛି। ତାପରେ ଇନକ୍ୟୁଜିଟିଭନେସ୍, ଅନୁସନ୍ଧିତ୍ସା। ମା ମୁହଁ ଦେଖି ଜାଣିପାରୁଛି ପୁଅର ସ୍ୱାସ୍ଥ୍ୟ ଭଲ ଅଛି କି ନାଇଁ, ମନ ଠିକ ଅଛି କି ନାଇଁ। ସ୍ତ୍ରୀ ଦେଖିକି ଜାଣିପାରୁଛି ତାକୁ ଭୋକ ଲାଗୁଛି କି ତା ସ୍ୱାମୀ କିଭଳି ଅବସ୍ଥାରେ ଅଛନ୍ତି। ଭାଇ ଭାଇର ମନ କଥା ବୁଝିପାରୁଛି, ଏଇଟା ଅନୁସନ୍ଧିତ୍ସା। ଆମର ଅନୁସନ୍ଧିତ୍ସୁ ମନୋଭାବଟା ଯଦି ରୁହେ, ଇଷ୍ଟ କେନ୍ଦ୍ରିକ ଜୀବନ ହୁଏ। ଇଷ୍ଟଙ୍କ ପାଇଁ ଯଦି ଅନୁସନ୍ଧିତ୍ସା ପଡେ, ଆଉ ସବୁ ଜାଗାରେ ଅନୁସନ୍ଧିତ୍ସା ଆମର ଠିକ ଭାବରେ ରହିବ, ଏଥିରେ ମାତ୍ର ସନ୍ଦେହ ନାହିଁ। ତୃତୀୟ କଥା ହଉଛି ପ୍ରେଜେନ୍ସ ଅଫ ମାଇଣ୍ଡ, ଉପସ୍ଥିତ ବୁଦ୍ଧି, ଫ୍ରାକ୍ସନ ଅଫ ୱାନ ମୋମେଣ୍ଟ। ଗୋଟେ ମୋମେଣ୍ଟ ଭିତରେ, ମୁହୂର୍ତ୍ତ ଭିତରେ ଡିସିସନ ନେବାକୁ ପଡିବ। କୋଠା ଉପରକୁ ଉଠିଯିବି କି ତଳକୁ ଡେଇଁ ପଡିବି, ଏ ଡିସିସନ ଟା ଭୁଲ ହେଇଗଲେ ମଣିଷ ଜୀବନ ଚାଲି ଯାଇପାରେ। ସେଥିପାଇଁ ପ୍ରେଜେନ୍ସ ଅଫ ମାଇଣ୍ଡ ର ଅତ୍ୟନ୍ତ ପ୍ରয়োଜନ। ଆଉ ଗୁରୁ କେନ୍ଦ୍ରିକ ଜୀବନ ନହେଲେ ପ୍ରେଜେନ୍ସ ଅଫ ମାଇଣ୍ଡ ଠିକ ଭାବରେ ହୁଏ ନାହିଁ। ଗୋଟେ ଛୋଟ ଗପ କହିକି ମୋର ବକ୍ତବ୍ୟ ସାଙ୍ଗ କରିବି, ସମୟ ତ ବିଷୟ ଦେଲେ। ମୋର ବି ଆଜ୍ଞା ମାନସିକ ଜଗତରେ, ଶାରୀରିକ ଜଗତରେ ମୁଁ ଏଠି ଥିଲେ ମଧ୍ୟ ମନଟା ବି ଚଞ୍ଚଳ ଅଛି। ତେବେ ଯାହା ହଉ, ଗୋଟେ ଠେକୁଆକୁ ଗୋଟେ ସିଂହ ଗୋଡେଇଲା। ତୀବ୍ର ଗତିରେ ଠେକୁଆ ଦୌଡି ପାରେ, ଆପଣ ଜାଣିଛନ୍ତି। ଠେକୁଆ ଗୋଟେ ଗାତ ଭିତରେ ପଶିଗଲା, ସିଂହଟା ତାକୁ ଗାତ ଭିତରେ ପଶିପାରେ। ତେଣୁ ଗାତ ମୁହଁରେ ରହିକି ସିଂହ ସେଠୁ ପଚାରୁଛି, କହିଲା ଆରେ କେତେ ବିରାଟ ଜୀବଜନ୍ତୁକୁ ମୁଁ ଶିକାର କରିଛି, ତୁ ଗୋଟେ ନଗଣ୍ୟ ଠେକୁଆ, ମୁଁ ତତେ ପାରିଲିନି ଦୌଡରେ, ଆଉ ତୁ ପଶିଗଲୁ ତା ଭିତରେ। ଠେକୁଆ ଭିତରକୁ ଯାଇକି ଜବାବ ଦେଲା, କହିଲା ଆଜ୍ଞା ଦେଖନ୍ତି, ୟୁ ଆର ରନିଂ ଫର ୟୁର ଲଞ୍ଚ, ବଟ ଆଇ ୱାଜ ରନିଂ ଫର ମାଇ ଲାଇଫ। ତୁ ଖାଇବା ଖାଦ୍ୟ ଅନ୍ୱେଷଣ ପାଇଁ ଦୌଡିଛି,
ପାଇଲେ ପାଇଲେ ନ ପାଇଲେ ନାହିଁ। ମୁଁ ବା ମୋ ଜୀବନ ଦାରେ ଦୌଡୁଥିଲି, ଜୀବନ ଦୌଡଟା ଆଜ୍ଞା ସବୁଠାରୁ ତୀବ୍ର। ତେଣୁ ଠେକୁଆ ବର୍ତ୍ତିଗଲା। କିନ୍ତୁ ଅସୁବିଧାଟା ହେଲା କୋଉଠି ନା, ଅସୁବିଧା ହେଲା ସିଏ ଯେତେବେଳେ ଗାତ ଭିତରେ ପଶିଗଲା, ସେ ଗାତ ଭିତରେ ଗୋଟେ ଶିଆଳ ମୋଡି ମାଡି ହେଇକି ଶୋଇଛି। ସିଏ ଠେକୁଆକୁ ଦେଖି ମୁଣ୍ଡ ଟେକିଲା। ଏଠି ଠେକୁଆର ଉପସ୍ଥିତ ବୁଦ୍ଧି ହିଁ ତାକୁ ବଞ୍ଚେଇବ। ଠେକୁଆ କହୁଛି ପ୍ରଣାମ ମହାଭାଗ। ଆଉ ଶିଆଳ ତା ଜୀବନରେ ଏଭଳି ସମ୍ବୋଧନ କାହାଠୁ ଶୁଣି ନଥିଲା। ଶିଆଳ କହିଲା, ଆରେ କିଏ ରେ ତୁ? ନା ମୁଁ ହଉଛି ଠେକୁଆ। ନା କୁଆଡେ ଆସିଛୁ? ନା ଜଙ୍ଗଲର ରାଜା ସିଂହ ମରିଯାଇଛି, ଆଉ ଆପଣଙ୍କୁ ରାଜା କରିବା ପାଇଁ ପ୍ରସ୍ତାବ ଦେବା ପାଇଁ ମତେ ପଠେଇଛନ୍ତି। ଠେକୁଆ ମନ ଭାରି ନା ଶିଆଳ ମନ ଭାରି ଚଙ୍ଗା ହେଇଗଲା, କହିଲା ଆରେ ଏଇ ସତ କଥା। ଆଉ ତୁ ମୁଁ ଯଦି ରାଜା ହେବି ତତେ ମନ୍ତ୍ରୀ କରିବି, ଚାଲେ ଯିବା। କିନ୍ତୁ ଠେକୁଆର ଗୁରୁ ଅଛି, ତାର ଉପସ୍ଥିତ ବୁଦ୍ଧି ଅଛି। ଠେକୁଆ କହିଲା, ଦେଖନ୍ତୁ ଆଜ୍ଞା, ଆପଣ ଯେତେବେଳେ ଭାବି ରାଜା, ମୁଁ ଆଗରେ ଯିବି, ଆପଣ ମୋ ପଛରେ ଯିବେ, ଏଟା କଣ ଶୋଭା ପାଇବ? ଆପଣ ଆଗେ ଆଗେ ଚାଲନ୍ତୁ, ମୁଁ ଆପଣ କୁଞ୍ଚ କାନି ଧରି ପଛେ ପଛେ ଯାଉଛି। ଶିଆଳ କିଛି ବୁଝିପାରିଲାନି। ଶିଆଳ ଆଗେ ଆଗେ ଚାଲିଲା, ଯେମିତି ଗାତ ମୁହଁରେ ବାହାରିଛି ଶିଆଳକୁ ସିଂହ ତାର ଝାମ୍ପିକି ନେଇଗଲା। ଏବେ ସିଂହ ସଫା, ଠେକୁଆ ଶିଆଳ ବି ସଫା, ଠେକୁଆ ଏବେ ମାନେ ବିପଦ ମୁକ୍ତ। କହିବାର ଉଦ୍ଦେଶ୍ୟ ହଉଛି ମିଥ୍ୟା କଥା କହିକି ଠେକୁଆଟା ଜୀବନ ରକ୍ଷା କଲା। ଏଇ ବାବଦରେ ଠାକୁରଙ୍କର ଗୋଟେ କଥା ଅଛି। ଗୋଟେ ଛକ ଜାଗାରେ ଠାକୁର ପାର୍ଷଦ ଭକ୍ତ ପରିବେଷ୍ଟିତ ଥାନ୍ତି। ଗୋଟେ ଲୋକ ତୀବ୍ର ଗତିରେ ଦୌଡ଼ିକି ପଳେଇଗଲା। ଆଉ ତାପରେ ଗୋଟେ ଲୋକ ଭୁଜାଲି ଧରିକି ଆସି ଦି ଜଣ ପଚାରୁଛନ୍ତି, ଲୋକଟା କେଉଁ ଦିଏ ଗେଲ? ଠାକୁର କହୁଛନ୍ତି ଓଇ ଦିଏ ଗେଲ। ଗୋଟେ ବିପରୀତ ଦିଗକୁ ନିର୍ଦ୍ଦେଶ କରିଦେଲେ। ପାର୍ଷଦ ଭକ୍ତ ମାନେ ଭାବୁଛନ୍ତି, କହିଲେ ଠାକୁରଙ୍କୁ ଲୋକ ଗୁରୁ ଭଗବାନ ଈଶ୍ୱର କହୁଛନ୍ତି, ଏଭଳି ଡାହା ମିଛ ଠାକୁର କୁହନ୍ତି। ଠାକୁରଙ୍କ କାନରେ ବି ସେ କଥା ପଡିଲା। ଠାକୁର କହୁଛନ୍ତି ସତ୍ୟ ବୋଲି ତାକେଇ କହେ, ଉନ୍ନତି ଯାତେ ହଏ। କ୍ଷତି ପ୍ରସୁର ଏମନ ସତ୍ୟ, ସତ୍ୟ କିନ୍ତୁ ନୁହେଁ। ମୁଁ ଯଦି କହିଥାନ୍ତି ସତ କଥାଟା, ତାହେଲେ ସେ ଲୋକକୁ ଇଏ ମର୍ଡର କରିଥାନ୍ତେ, ତିନିଟା ଯାକ ଜେଲ, ଜଣେ ମୃତ୍ୟୁବରଣ କରିଥାନ୍ତା, ଆଉ ଦି ଜଣ ଜେଲ ଯାଇଥାନ୍ତେ। ତେଣୁ ତିନି ଜଣଙ୍କ ଜୀବନ ବଞ୍ଚେଇଦେବି। କୋଉଟା କୋଉଠି ସତ୍ୟ, କୋଉଟା କୋଉଠି ମିଥ୍ୟ, ତାର ପ୍ରକାର ଗୁରୁ ଶାସିତ ନହେଲେ ମଣିଷ କେବେ ବୁଝିପାରିବ ନାହିଁ। ତେବେ ଯାହା ହଉ, ଇଏ ଗୋଟେ ବିରାଟ ପର୍ଯ୍ୟାୟର ମାନେ ପ୍ରଶ୍ନ ମତେ ଦିଆଯାଇଥିଲା। ଆଉ ମୁଁ ହତଭାଗ୍ୟ ଯାହା କହିଲି। ଆପଣ ମାନଙ୍କୁ ଯଦି ଭଲ ଲାଗିଥାଏ ତାହେଲେ ମୁଁ ବହୁତ ମାନେ କୃତଜ୍ଞତାର୍ଥ ହେବି। ଆଉ ଯଦି କିଛି କଷ୍ଟ ଲାଗିଥାଏ ଆପଣ ମାନଙ୍କୁ ଯୋଉ କ୍ଷମା କରିବେ। ଏତିକି କହି ଉଦ୍ୟୋକ୍ତା ମାନଙ୍କର ତଥା ସମସ୍ତଙ୍କର ସର୍ବୋପରି ଆଜିର ଭୋଗଦାତାଙ୍କର ସବୁବିଧ ମଙ୍ଗଳ କାମନା କରି ରହିଲି। ଜୟ ଗୁରୁ। ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ।